ସୁଭଦ୍ରା ଯୋଜନାରେ ଯେଉଁମାନେ ବା ହିତାଧିକାରୀ ଅଛନ୍ତି ତ ସେମାନେ ମିଶନ ଶକ୍ତିରେ ଦେଖନ୍ତୁ ମିଶନ ଶକ୍ତିରେ ବର୍ତ୍ତମାନ ସୁଭଦ୍ରା ଯୋଜନା ଆଡ଼୍ ହେଇଗଲାଣି। ତ ଆପଣମାନଙ୍କୁ ବର୍ତ୍ତମାନ ମିଳିବାକୁ ଯାଉଛି 10 ଲକ୍ଷ ଟଙ୍କା। ତ ଯେଉଁ 10 ଲକ୍ଷ ଟଙ୍କା ମିଳିବ ସେଥିରେ କିଛି ଲିଷ୍ଟ ଅଛି। ସେଇ ଲିଷ୍ଟରେ ଯଦି ଆପଣମାନେ ରହୁଛନ୍ତି ତେବେ ଆପଣମାନଙ୍କୁ 10 ଲକ୍ଷ ଟଙ୍କାର ବେନିଫିଟ୍ ମିଳିବାକୁ ଯାଉଛି। ତ 10 ଲକ୍ଷ ଟଙ୍କା ତ ଆପଣମାନେ ଦେଖିପାରୁଥିବେ ଲକ୍ଷପତି ଦିଦି ଏବେ ଲକ୍ଷପତି ଦିଦି ହେବେ ଏବେ କୋଟିପତି ଦିଦି। ତ ଏସ୍ଏଚ୍ଜିରୁ ବିନା ସୁଧରେ ମିଳିବ 10 ଲକ୍ଷ ଟଙ୍କା। ତ କେଉଁମାନଙ୍କୁ ମିଳିବ ତ ଯେଉଁମାନେ ଟ୍ରେନିଂ ନେଇଛନ୍ତି କି ନାହିଁ ଲକ୍ଷପତି ଦିଦି ଯୋଜନାରେ ତେବେ ଚାଲନ୍ତୁ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଅପଡ଼େଟ୍ ବତାଇ ଦେଉଛି। ତେବେ ମନେ ରଖନ୍ତୁ ଦେଖନ୍ତୁ ଇଏ ଏସ୍ଏଚ୍ଜି ରହିଛି। ତ ଆପଣମାନେ ଦେଖିପାରୁଥିବେ ଏସ୍ଏଚ୍ଜି ଯଦି ଆପଣମାନେ ଗୁଗଲରେ ସର୍ଚ୍ଚ କରିବେ ମିଶନ ଶକ୍ତି ତ ମିଶନ ଶକ୍ତି ଦେଖନ୍ତୁ ସୁଭଦ୍ରା ଯୋଜନା ଆଡ଼୍ ହେଇଗଲାଣି। ତାହାର ଅର୍ଥ ହେଉଛି ଯେହେତୁ ଆପଣମାନଙ୍କୁ ବର୍ତ୍ତମାନ ସମୟରେ ଯେଉଁମାନେ ସୁଭଦ୍ରା ଯୋଜନାରେ ବେନିଫିଟ୍ ପାଇଛନ୍ତି ତ ସେମାନଙ୍କ ମଧ୍ୟରୁ କେତେ ଜଣ ହିତାଧିକାରୀ ବର୍ତ୍ତମାନ 10 ଲକ୍ଷ ଟଙ୍କା ନେଇପାରିବେ ସରକାର ବା ବ୍ୟାଙ୍କରୁ ତ ଆପଣମାନଙ୍କୁ ଏବେ ମୁଁ ବତାଇ ଦେଉଛି। ତ ଚ୍ୟାନେଲକୁ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତ ଲାଟେଷ୍ଟ ଅପଡ଼େଟ୍ ସବୁବେଳେ ପଣ୍ଡାକେ ଭିଡ଼ିଓରେ ଆପଣମାନେ ଦେଖିବା ପାଇଁ। ତ ଦେଖନ୍ତୁ ସର୍ବପ୍ରଥମେ ଆମେ ଯିବା ଚିଠି ଲେଖି ଜଣା କେଉଁଥିରେ ଖର୍ଚ୍ଚ କଲେ ସୁଭଦ୍ରା ଟଙ୍କା ପ୍ରଭାତୀ ମ୍ୟାଡ଼ାମ୍। ତ ଦେଖନ୍ତୁ ଯେଉଁ ପ୍ରଭାତୀ ମ୍ୟାଡ଼ାମ୍ ମଧ୍ୟ କାଲି ଗଣମାଧ୍ୟମରେ ଖବର ଦେଇଥିଲେ ଆପଣମାନେ ସୁଭଦ୍ରା ଟଙ୍କାକୁ ନେଇକି କେମିତି କ'ଣ ଖର୍ଚ୍ଚ କଲେ ତାକୁ ଚିଠି ଲେଖିବାକୁ ପଡ଼ିବ। ତ ସୁଭଦ୍ରା ମ୍ୟାଡ଼ାମ୍ ମଧ୍ୟ ଆପଣମାନେ ନିଜେ ଚିଠି ଲେଖିପାରିବେ। ତ କେମିତି ଚିଠି ଲେଖିବେ ମୁଁ ଆପଣମାନଙ୍କୁ ପୁରା ଅପଡ଼େଟ୍ ବତାଇଦେବି। ତେବେ କିଛି ଅପଡ଼େଟ୍ ଆପଣମାନେ ଜାଣିନିଅନ୍ତୁ ଯେଉଁ ଲିଷ୍ଟ ବାବଦରେ ମୁଁ ଆପଣମାନଙ୍କୁ କହିଥିଲି ଯଦି ଆପଣମାନେ ଏଇ ଲିଷ୍ଟରେ ନାମ ଥିବ ତେବେ ଆପଣମାନଙ୍କୁ 10 ଲକ୍ଷ ଟଙ୍କାର ବେନିଫିଟ୍ ମିଳିବାକୁ ଯାଉଛି। ତେବେ ଚାଲନ୍ତୁ ମୁଁ ଆପଣମାନଙ୍କୁ ପୁରା ଅପଡ଼େଟ୍ ବତାଇ ଦେଉଛି। ତେବେ ଦେଖିପାରୁଥିବେ ବର୍ତ୍ତମାନ ଲକ୍ଷପତି ଦିଦି ଏବେ କୋଟିପତି ଦିଦି। ତ ସୁଭଦ୍ରାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ। ତ ସେ ଯେଉଁ ଡିଜିଟାଲ ମାଧ୍ୟମରେ ଆପଣମାନଙ୍କ ସହିତ କଥା ହେଇଛନ୍ତି। ତ ମେନ୍ ଉଦ୍ଦେଶ୍ୟ ରହିଛି ତ ଆପଣମାନେ ଦେଖିପାରୁଥିବେ ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ହିତାଧିକାରୀଙ୍କ ସହିତ କଥା ହେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଲକ୍ଷପତି ଦିଦିଙ୍କୁ ଏବେ ଏସ୍ଏଚ୍ଜିରୁ ବିନା ସୁଧରେ ଆପଣମାନଙ୍କୁ 10 ଲକ୍ଷ ଟଙ୍କା ଋଣ ଯୋଗାଇ ଦେବାକୁ। ତ କେଉଁମାନେ 10 ଲକ୍ଷ ଟଙ୍କା ପାଇବେ ତ ଜଣ ଜଣକା ପାଇବେ କି ବା ଗ୍ରୁପ୍ ୱାଇଜ୍ ପାଇବେ ତାହା ମୁଁ ଆପଣମାନଙ୍କୁ ବତାଇ ଦେଉଛି। ତ ସରକାର ପ୍ରାଥମିକତା ଦେବେ କିଭଳି ବର୍ଷକର ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରାଯିବ ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ଯେତେ ଆର୍ଥିକ ସହାୟତା ଦେଉଛନ୍ତି ସେସବୁ ବ୍ୟାଙ୍କ ସହ ସଂଯୋଗ କରାଯିବ। ଏହା ସହ ସଫଳ ସୁଭଦ୍ରା ଭଉଣୀଙ୍କୁ ବିଭାଗକୁ ଚିଠି ଲେଖିବାକୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ଯେଉଁ ସୁଭଦ୍ରା ଯୋଜନାରେ କିଛି ନା କିଛି ବିଜନେସ୍ କରୁଛନ୍ତି ସେମାନଙ୍କୁ ଗୋଟେ ଚିଠି ଲେଖିବାକୁ ପଡ଼ିବ। ଆପଣମାନେ ମଧ୍ୟ ଚାହିଁଲେ ଚିଠି ଲେଖିବାକୁ ପଡ଼ିବ। ତ ଚିଠିଟି କେମିତି ଲେଖିବେ ତାହାର ମୁଁ ଆପଣମାନଙ୍କୁ ପୁରା ବତାଇ ଦେବି। ତେବେ ସୁଭଦ୍ରା ଟଙ୍କାରେ କ'ଣ କରିଛନ୍ତି ସେ ନେଇ ଚିଠି ଲେଖିବାକୁ କୁହାଯାଇଛି। ସଫଳ ବିଜନେସ୍ ମଡେଲକୁ ୱେବସାଇଟ୍ରେ ସ୍ଥାନିତ କରାଯିବ। ମନେ ରଖନ୍ତୁ ଯେଉଁମାନେ ସଫଳ ବା ବିଜନେସ୍ କରୁଛନ୍ତି ବା ଯେଉଁମାନେ ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନେ ବିଜନେସ୍ କରୁଛନ୍ତି ତ ଏଥିରେ କେଉଁମାନେ ଉପଯୁକ୍ତ ହେବେ ଦେଖନ୍ତୁ ଆଗରୁ ଯେଉଁମାନେ ଛୋଟ ଛୋଟ ବିଜନେସ୍ କରୁଥିଲେ ଟେଲରିଂ କରୁଥିଲେ ବା ଫୁଲ ଦୋକାନ କରିଥିଲେ ତ ଗ୍ରାମାଞ୍ଚଳରେ ମଧ୍ୟ ଦୋକାନ କରିଥିଲେ ତ ସେମାନେ ତାଙ୍କୁ ସୁବିଧା ହେବ କାରଣ ସେମାନେ କିଛି ଇନଭେଷ୍ଟ କରିଥିଲେ ଆଗରୁ ଯେଉଁଟାକି ସୁଭଦ୍ରା ଯୋଜନା 5,000 ଟଙ୍କା ପାଇକି ତ ଆପଣମାନେ କିଛି ଇନଭେଷ୍ଟ ପୁଣି ଥରେ କରିଛନ୍ତି। କିନ୍ତୁ ଆଜିକାଲି ସମୟରେ 5,000 ଟଙ୍କାରେ ଆପଣମାନେ ଗୋଟେ ଛୋଟ ବିଜନେସ୍ କରିବା ବହୁତ କଷ୍ଟ ହୋଇଯିବ। କିନ୍ତୁ ବିଜନେସ୍ ନିହାତି ଭାବରେ କରିବାକୁ ପଡ଼ିବ କାରଣ ଆପଣମାନଙ୍କୁ 10 ଲକ୍ଷ ଟଙ୍କା ଆପଣମାନେ ଯଦି ପାଇବା ପାଇଁ ଚାହୁଁଛନ୍ତି। ତେବେ ତାହା ଆଗରୁ ମଧ୍ୟ ଟ୍ୱିଟରରେ ମଧ୍ୟ ତାହାର ଅପଡ଼େଟ୍ ମଧ୍ୟ ଦେଇଥିଲେ। ତ ଆଜି ଏକ ଅଭିନବ ପ୍ରୟାସ ସ୍ୱରୂପ ବିଭିନ୍ନ ଜିଲ୍ଲାର ସୁଭଦ୍ରା ଭଉଣୀଙ୍କ ସହ ଡିଜିଟାଲ ମାଧ୍ୟମରେ ଆଲୋଚନା ହେଲା। ମୁଁ ମଧ୍ୟ ଆପଣମାନଙ୍କୁ କହିଥିଲି ମା ସୁଭଦ୍ରାଙ୍କ କୃପାରୁ ସୁଭଦ୍ରା ରାଶିରେ ଉପଯୋଗରେ ସେମାନେ ଜୀବନରେ କିଭଳି ପରିଦର୍ଶିତ ବା ଆସିଛି ସେ ବିଷୟରେ ପରିବର୍ତ୍ତନ ଆସିଛି ସେ ବିଷୟରେ ଆଲୋଚନା ହେଲା। ତ ଆହୁରି କ'ଣ ଅପଡ଼େଟ୍ ଅଛି ମୁଁ ଆପଣମାନଙ୍କୁ ବତାଇ ଦେଉଛି ତାପରେ ଲିଷ୍ଟ ମୁଁ ଆପଣମାନଙ୍କୁ କହିବି ତ ଭିଡ଼ିଓ ସ୍କିପ୍ କରନ୍ତୁ ନାହିଁ। ତେବେ ଇଏ ହେଉଛି ପ୍ରଭାତୀ ମ୍ୟାଡ଼ାମ ଟ୍ୱିଟର ଆକାଉଣ୍ଟ। ଆଜି ଲୋକସେବା ଭବନରେ ମହିଳା ଓ ଶିଶୁ ବିଭାଗ ସମ୍ମିଳନୀର କକ୍ଷରେ ଆଭାସୀ ମାଧ୍ୟମରେ ସୁଭଦ୍ରା ଭଉଣୀମାନଙ୍କ ସହ ସିଧାସଳଖ ଆଲୋଚନା କରାଗଲା। ସେମାନେ ସୁଭଦ୍ରା ଯୋଜନା ବାବଦକୁ ମିଳିଥିବା ସହାୟତା ରାଶିର ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ପଚାରି ବୁଝିଲେ। ଦେଖନ୍ତୁ ବର୍ତ୍ତମାନ ସବୁଠାରୁ ବଡ଼ ଇମ୍ପୋର୍ଟାଣ୍ଟ କଥା ହେଉଛି ତ ଆପଣମାନେ ଯେଉଁମାନେ ସୁଭଦ୍ରା ଯୋଜନା ପାଇଛନ୍ତି ସେମାନଙ୍କୁ ଚିଠି ଲେଖିବାକୁ ପଡ଼ିବ ବିଭାଗକୁ ଲେଖିବାକୁ ପଡ଼ିବ। ତ କେଉଁ ବିଭାଗକୁ ଲେଖିବାକୁ ପଡ଼ିବ ତ ପ୍ରଭାତୀ ମ୍ୟାଡ଼ାମ ପାଖକୁ ମଧ୍ୟ ଲେଖିବାକୁ ପଡ଼ିବ। ତ ତାହାର ମୁଁ ଆପଣମାନଙ୍କୁ ବତାଇ ଦେଉଛି। ତେବେ ଯେଉଁ ଏଇଠି ଦେଖିପାରୁଥିବେ ଯେଉଁ ସୁଭଦ୍ରା ଯୋଜନା ଯେଉଁ ଅଫିସର ମାନେ ଅଛନ୍ତି ତ ସେମାନେ ଗୋଟେ ମିଟିଂ କରିଛନ୍ତି। ତ ଏଥିରେ ଆପଣମାନଙ୍କ ସହିତ ଆଲୋଚନା କରାଗଲା ଯେଉଁମାନେ କି 10 ଲକ୍ଷ ଟଙ୍କା ଆପଣମାନେ ଋଣ ନେଇପାରିବେ। ଯେଉଁ 10 ଲକ୍ଷ ଟଙ୍କା ଋଣ ଆପଣମାନେ ବ୍ୟାଙ୍କରୁ ପାଇବେ ତ ସେମାନଙ୍କୁ କେଉଁମାନଙ୍କୁ ମିଳିବ ତାହା ଏବେ ମୁଁ ଆପଣମାନଙ୍କୁ ବତାଇ ଦେଉଛି। ତ ଦେଖନ୍ତୁ ଇଏ ହେଲା ମିଶନ ଶକ୍ତି ବିଭାଗ।
तो ये सुभद्रा आड हो जाइए तो ये रिसेंटली आड हो सुभद्रा योजना जो सुभद्रा ऑफिशियल साइट तो मिशन शक्ति सहित सुभद्रा योजना आड हो गलानी ता अर्थ तो जो मैंने आपण देखिपारे ये भाव में सर्टिफिकेट अच्छी जो मैंने लक्षपति दीदी योजना ट्रेनिंग जो जो मान नाम जाइए तो से ही बर्तमान समय 10 लाख टंका बैंक ऋण नहीं पारे जो 10 लाख टंका ने तो से आपण गोटे ग्रुप वाइज आपण ऋण 10 लाख टंका आपण दिज्व तो से ऋण द्वारा आपण मैंने जदि चाहिए निजे पर्सनाल आपण मैंने गोटे किसी बिजनेस करेंगे आइदर आपण मानक जो ग्रुप वाइज आपण मैंने किसी बिजनेस करेंगे तो जो मैंने चिठी लिखिपारे सरकार पाखक तो से निश्चित भाव में मिलवाक जाऊँगी कारण आपण मैंने चिठी लिखार शैली अच्छी जो चिठी आपण मैंने लिखे आपण मैंने से पैसाटा को केमी खर्च कले जो मैंने खर्च करना तो से चिठी लिखिपारे केमी लिखे मुझे आपण मानक बतईदेवी जब आपने चाहते चिठी लिखापी सरकार चिठी उपमुख्यमंत्री चिठी लिखापी तेज कमेंट सेक्शन में कमेंट करूँ मुझे सेपरेट वीडियो बनईदेवी केमी वेबसाइट अपलोड करेंगे कौन ना पूरा डिटेल्स अपडेट मुझे बतईदेवी मन रखु जो 10 लाख टंका पाइबे जो ग्रुप आपण माने डिफॉल्टर नथिबो जो ग्रुप रे किछि बिजनेस करचंती तो सेही मानक ही आपण मानकू ग्रुप रे 10 लाख टंका आपण मानकू ऋण दिया जिवो जो ग्रुप रे जो सुभद्रा योजना हिताधिकारी भूणी माने किछि बिजनेस करचंती तो से मानकू वर्तमान समय 10 लाख टंका मिलिबो बाकी जो माने अछंती से माने चाहिले मध्ये 10 लाख टंका नै परिबे केमिति नेबे तार प्रोसेस मध्ये अछि मु आपण माने सब बतै देबी तो देखंतु तो आज समय टी अभाव थिले तेणु करी लॉन्ग वीडियो मु आपण माने पई बनै पेलेनी तो जहाँ अपडेट थिला आपण मानकू बतईदेली मन रखु जो लिस्ट आसी मुझे लिस्ट नेक्स्ट वीडियो बतईदेवी तेबे आपण माने कमेंट करूँ आगे तो आपण माने चिठी लिखापी चाहते कि नहीं उपमुख्यमंत्री को तेबे मुझे निश्चित भाव से लिस्ट बाबद आपण मानकू अपडेट देदेवी तो आपण माने आहुरी किछि जानि परिबे।